ଝାରସୁଗୁଡ଼ାର ଫ୍ଲାଏ ଆଶ୍ କୁଆଁରମୁଣ୍ଡାରେ ପରିବେଶ ପ୍ରଭାବକୁ ନେଇ ବଢ଼ିଲା ଚିନ୍ତା। ଗତ କିଛି ଦିନ ଧରି ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ କଳକାରଖାନାରୁ ନିର୍ଗତ ଫ୍ଲାଏ ଆଶ୍ ବା ଉଡ଼ନ୍ତା ପାଉଁଶ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପକାଯାଉଥିବା ଅଭିଯୋଗ ହୋଇଆସୁଛି। ଏହି କ୍ରମରେ ରାଉରକେଲା ସହରର ଅନତି ଦୂରରେ ଥିବା କୁଆଁରମୁଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଫ୍ଲାଏ ଆଶ୍ ପଡ଼ିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବେଆଇନ ଭାବେ ଫ୍ଲାଏ ଆଶ୍ ଗଦା କରିବା ଯୋଗୁଁ ବାୟୁ ଓ ଜଳ ପ୍ରଦୂଷଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ଏହି ପାଉଁଶ ଗଦା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଏକାଧିକ ସମସ୍ୟା ହେଉଥିବାରୁ ଏନେଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହେଉଛି। ଝାରସୁଗୁଡ଼ାରେ କାମ ହେଉଛି କୁଆଁରମୁଣ୍ଡାରେ ପଡ଼ୁଛି ବିଷାକ୍ତ ଧୂଳି। କେଉଁ ବିଷାକ୍ତ ଧୂଳି ଆପଣ ନୋଟିସ୍ କରୁଥିବେ, ଏହା ହେଉଛି ଫ୍ଲାଏ ଆଶ୍ ଡଷ୍ଟ। ଫ୍ଲାଏ ଆଶ୍ ଡଷ୍ଟ ଯେଉଁଟାକି ଇଣ୍ଡଷ୍ଟ୍ରିଆଲ ଏରିଆ ଝାରସୁଗୁଡ଼ାର, ଏହା କିଆଁ ଅଛି ବର୍ଜ୍ୟବସ୍ତୁ ନୁହଁ, ଏହା ହେଉଛି ଗୋଟେ ବିଷାକ୍ତ ଧୂଳି। ଆପଣ ଗୋଟେ କଥା ନୋଟିସ୍ କରୁଥିବେ, ଦେଖନ୍ତୁ ପାଖରେ କ୍ଷେତ ଚାଷ ଜମି ଅଛି, ଚାଷ ଜମି ମଝିରେ ଅଛି। ଯଦି ଏହାର ବର୍ଷା ହୁଏ ତ ଏଇଟା ଭାସି ଭାସି କ୍ଷେତ ଜମିକୁ ଯିବ, ଏଇଠି ଚାଷ ହୋଇପାରିବ କି? ଚାଷ ହୋଇପାରିବ ନାହିଁ। ଏହି ଫ୍ଲାଏ ଡଷ୍ଟ ଯେଉଁ ଜାଗାରେ ପଡ଼େ ସେ ଜାଗାରେ ଆପଣଙ୍କର ମାଟିକୁ ଉର୍ବରତା କମ୍ କରିଦିଏ, ଚାଷ ସଠିକ୍ ମାତ୍ରାରେ ହୋଇପାରେ ନାହିଁ। ମୁଁ ରାୟବଗା ଅଞ୍ଚଳ ଭିତରେ ଯାଇଥିଲି, ନ୍ୟୁଜ୍ କରିବାକୁ ମୁଁ ଯାଇଥିଲି। ରାୟବଗାଙ୍କର ଲୋକଙ୍କର ସମସ୍ୟା ମୁଁ ବୁଝିଲି। ସେମାନେ କହୁଥିଲେ ଯେଉଁ ଫ୍ଲାଏ ଆଶ୍ ଗୋଟେ ଇଟା ଫ୍ୟାକ୍ଟ୍ରି ପକାଇଛି, 20-25 ଥର ଖାଇବା ପକାଇଛି, କିନ୍ତୁ ଆଖପାଖରେ ବର୍ଷା ହେଲା ମାତ୍ରେ ଏଇଟା ଭାସି ଭାସି ପଳାଇଗଲା, ଚାଷ ଜମିକୁ ପଳାଇଗଲା। ତ ଏହାର ସଠିକ୍ ମାତ୍ରାରେ ଚାଷ ହୋଇପାରିଲା ନାହିଁ। ଯେଉଁ ଜାଗାରେ ପଡ଼ି ସେ ଯେଉଁ ଭାସି ଭାସି ପଳାଇଗଲା, କ୍ଷେତରେ ଯାହା ଥିଲେ ଜୀବଜନ୍ତୁ ବେଙ୍ଗ ହେଲା ଯେତେ ଥିଲେ ସମସ୍ତେ ମରିଗଲେ। ମାଛ ବେଙ୍ଗ ଯାହା ଥିଲା କ୍ଷେତରେ ସବୁ ମରିଗଲେ। ଏହା କୌଣସି ବର୍ଜ୍ୟବସ୍ତୁ ନୁହଁ ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟ, ଏହା ହେଉଛି ଗୋଟେ ବିଷାକ୍ତ ଧୂଳି। ବିଷାକ୍ତ ଧୂଳି ଝାରସୁଗୁଡ଼ାରେ କାମ ହେବ, କୁଆଁରମୁଣ୍ଡାରେ ବିଷାକ୍ତ ଧୂଳି ଆଉ ପଡ଼ିବ ନାହିଁ। ସଚେତନ ହୁଅନ୍ତୁ। ମୁଁ କହୁଛି ସଚେତନ ହୁଅନ୍ତୁ। ପଇସା ଲାଜ ନେଇ ନିଜ ଇଲାକାରେ ନିଜ ଘର ଆଖପାଖରେ ଯେଉଁଠି ପକାଉଛନ୍ତି ସଠିକ୍ ମାତ୍ରାରେ ଯେଉଁ ଜାଗାରେ ଦେଖିବେ ନୋଟିସ୍ କରିବେ, ସାଙ୍ଗେ ସାଙ୍ଗେ ଫଟୋ ଭିଡ଼ିଓ କରି ମୋତେ ସେଣ୍ଡ କରିବ, ନଚେତ୍ ଯାଇକି ଥାନାରେ ଏଫଆଇଆର ଦେବ। ହେଲା, ଏହା ହେଉଛି ଗୋଟେ ବର୍ଜ୍ୟବସ୍ତୁ ନୁହଁ, ଏହା ହେଉଛି ଗୋଟେ ବିଷାକ୍ତ ଧୂଳି। जय हिंद ज्वेलरी को आसंतु और पांतु लो मेकिंग चार्ज, लाइफ टाइम सर्विस, इजी ईएमआई, फ्री ज्वेलरी इंश्योरेंस और लाइफ टाइम सर्विस सहित बीआईएस हॉलमार्क थिबा ज्वेलरी। तेबे आसंतु 72 वर्षर निर्भरयोग्य अनुष्ठान जय हिंद ज्वेलरी, मेन रोड, राउरकेला।